আইলে করবে না বৃষ্টি হয়ে করবে বৃষ্টি হয়ে করবে বৃষ্টি হয়ে করবে ଯଥାର୍ଥରେ ଜଣେ ଯୋଗଯୋଗ ବ୍ୟକ୍ତିତ୍ୱ ଅସାଧାରଣ ସାଂଗଠନିକ କ୍ଷମତାର ଅଧିକାରୀ ଯିଏ ନିଜର କର୍ମନିଷ୍ଠ ଆଧ୍ୟାତ୍ମିକ ଅନୁଶୀଳନ ମାନବୀୟ ମୂଲ୍ୟବୋଧ ମାଧ୍ୟମରେ ଗୋଟିଏ ବିଶାଳ ସଂଗଠନକୁ ଗୋଟିଏ ଚିନ୍ତାଧାରାକୁ ଗୋଟିଏ କାଳଖଣ୍ଡକୁ ଉଜାଗର କରିପାରିଥିଲେ ରାଷ୍ଟ୍ର ନିର୍ମାଣର ମୌଳିକ ଲକ୍ଷ୍ୟ ଓ ସଂକଳ୍ପକୁ ପ୍ରତିପାଦନ କରିପାରିଥିଲେ ଅନ୍ତର୍ଦ୍ୱୟ ଏବଂ ସର୍ବୋଦୟ ଭଳି ମହାନ ଭାରତୀୟ ପ୍ରାଚୀନ ଭାବଧାରାକୁ ପୁନରୁଦ୍ଧାର କରିପାରିଥିଲେ ସେ ହେଉଛନ୍ତି ରାଷ୍ଟ୍ରବାଦୀ ଚିନ୍ତାନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ। ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ମଞ୍ଚାସୀନ ବରେଣ୍ୟ ଅତିଥିବୃନ୍ଦ। ଏବେ ମଞ୍ଚାସୀନ ବରେଣ୍ୟ ଅତିଥିମାନଙ୍କୁ ପୁଷ୍ପଚାରା ବୃକ୍ଷଚାରା ଦେଇ ସ୍ୱାଗତ ଜଣାଇବା ପାଇଁ ମୁଁ ମୋର ସହଯୋଗୀମାନଙ୍କୁ ଅନୁରୋଧ କରିବି। ସର୍ବପ୍ରଥମେ ଆମର ଆଜିର ପରମ ସୌଭାଗ୍ୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଆମ ଗହଣରେ ଉପସ୍ଥିତ ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମେ ଏହି ଅବସରରେ ଆମର ଭକ୍ତି ଏବଂ ଶ୍ରଦ୍ଧା ନିବେଦନ କରୁଛୁ। ମୋ ସହଯୋଗୀମାନେ ଅନୁରୋଧ କରୁଛି ସେମାନେ ଅତିଥିମାନଙ୍କୁ ମଞ୍ଚରେ ପୁଷ୍ପ ଚାରା ପ୍ରଦାନ କରିବେ। ପରେ ପରେ ମାନ୍ୟବର ପୂର୍ତ୍ତ ଆଇନ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମହୋଦୟ ଶ୍ରୀଯୁକ୍ତ ଭୁବନାନନ୍ଦ ତ୍ରିପାଠୀ ମହୋଦୟ ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଏବଂ ଗବେଷକ ମଞ୍ଚରେ ଉପସ୍ଥିତ ଅଛନ୍ତି। ତାଙ୍କୁ ମଧ୍ୟ ଆମେ ସ୍ୱାଗତ ଜଣାଉଛୁ। ଶ୍ରୀଯୁକ୍ତ ଗୋଲକ ପ୍ରସାଦ ମହାପାତ୍ର ମହୋଦୟ ଉପଦେଷ୍ଟା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ତାଙ୍କୁ ମଧ୍ୟ ଆଜିର ଏହି ଅବସରରେ ଆମେ ଆମର ଭକ୍ତି ଏବଂ ଶ୍ରଦ୍ଧା ନିବେଦନ କରୁଛୁ। ଏବଂ सूचना एवं लोक संपर्क विभाग माननीय प्रमुख शासन सचिव श्रीयुक्त संजय कुमार सिंह महोदय प्रमुख शासन सचिव महोदय व्यक्तिगत तत्वावधान में मात्र अल्प समय प्रस्तुति में यह सभा कार्य को आम आयोजन करूँ। समस्त अतिथि को मंच में आम स्वागत जनाऊँ। बर्तमान दीनदयाल जीवनी आधारित एक स्वागत संगीत परिवेशन कर